ସୁଦଶା ବ୍ରତରେ କ'ଣ କରିବା ଉଚିତ ନୁହେଁ ବା କ'ଣ କରିବା ନିଷେଧ, ଚାଲନ୍ତୁ ଜାଣିବା। ସୁଦଶା ବ୍ରତରେ କଳା ରଙ୍ଗର ଶାଢ଼ୀ ବା ଆପଣ ଧଳା ପିନ୍ଧିଥିବେ, ପାଢ଼ୀ ଆପଣଙ୍କର ବା ତାଙ୍କର କାନି ଯଦି କଳା ହେଇଥିବ ତାହେଲେ ମଧ୍ୟ ଉଚିତ ନୁହେଁ। ସେଦିନ ବିଲକୁଲ ବି ଯେକୌଣସି ସ୍ଥାନରେ ବି କଳା ପଡ଼ିଲେ ବି ଶାଢ଼ୀରେ ତ ସେଟା ଭଲ ବୋଲି ଗ୍ରହଣ କରାଯାଏ ନାହିଁ। ତେଣୁ ଆପଣ କଳା ରଙ୍ଗର ଶାଢ଼ୀ ବିଲକୁଲ ବି ପିନ୍ଧିବେ ନାହିଁ। ଦ୍ୱିତୀୟ ହେଉଛି ପିତା, ପୋଡ଼ା, ପିଆଜ ରସୁଣ, ରନ୍ଧାଯୁକ୍ତ ଖାଦ୍ୟ, ଲାଉ, ଛତୁ, ମସୁର ଡାଲି ଏସବୁ ଜିନିଷ ମଧ୍ୟ ଖାଇବା ମଧ୍ୟ ଉଚିତ ନୁହେଁ। ତା ସହିତ ବ୍ରତ ଆପଣ ନିଜେ ଯେଉଁ ପିନ୍ଧିଥିବା ପୁରୁଣା ବ୍ରତ ହଉ କି ଆପଣ ପୂଜା କରିଥିବା ନୂଆ ବ୍ରତ ମଧ୍ୟ କାହାକୁ ଦେବେ ନାହିଁ। ସେଦିନ ପଇସା ଖର୍ଚ୍ଚ କରନ୍ତୁ ନାହିଁ। ଘରୁ ଆପଣ ନେଇ ପଇସା ଖର୍ଚ୍ଚ କରିବେ ନାହିଁ କି କାହାକୁ ଧାର କି ଉଧାର ଦେବେ ନାହିଁ କି ନିଜେ ବି ମଧ୍ୟ କାହାଠାରୁ ଧାର ଉଧାର ଆଣିବେ ନାହିଁ। ଅନ୍ୟ ଟଙ୍କାରେ ଆପଣ ବ୍ରତ ଅନ୍ୟ କାହାର ବି ଟଙ୍କାରେ ଆପଣ ବ୍ରତ ବା ପୂଜା ସାମଗ୍ରୀ କିଣିବା ସେଦିନ ଉଚିତ ନୁହେଁ କି ପୂର୍ବରୁ କିଣିକରି ରଖିବା ମଧ୍ୟ ଉଚିତ ନୁହେଁ। ତା ସହିତ ବାପ ଘରେ ଆପଣ ପୂଜା କରନ୍ତୁ ନାହିଁ। ଯେତେବେଳେ ଆପଣଙ୍କର ବାହା ହେଇସାରିଛନ୍ତି ଆପଣ, ତ ବାପ ଘରେ ମା ଲକ୍ଷ୍ମୀଙ୍କୁ ଆପଣ ପୂଜା କରନ୍ତୁ ନାହିଁ। ତା ସହିତ ଯଦି ବାପ ଘରେ କିଏ ଅଛନ୍ତି ଆପଣଙ୍କ ମା ପୂଜା କରୁଛନ୍ତି, ସେଠି ଯେଉଁ ଭୋଗ ମଧ୍ୟ ମାଙ୍କୁ ଲାଗୁଛି ସେ ଭୋଗ ମଧ୍ୟ ଆପଣ ଖାଇବା ଉଚିତ ନୁହେଁ। ତା ସହିତ ସେଦିନ ଯେହେତୁ ଏତେ ବଡ଼ ଦିନ ଅଛି, ଆପଣଙ୍କ ଶରୀରରେ ଯେକୌଣସି ଅଳଙ୍କାର ଯଦି କି ଗହଣା ପିନ୍ଧିଛନ୍ତି, ଶରୀରରୁ ସେଦିନ ଅଳଙ୍କାର ବା ଗହଣା ବାହାର କରନ୍ତୁ ନାହିଁ। ଛୁତକ ମୁତକ କି ମାସିକ ଧର୍ମ ଆପଣଙ୍କ ଯଦି ଚାଲୁଛି ତ ସେଇ ସମୟରେ ଆପଣ ପୂଜା କରନ୍ତୁ ନାହିଁ।